ଲୋକଙ୍କ ସାଥିରେ ଥିବା ଲୋକ ହିଁ ନେତା ହେବା ଉଚିତ, କିନ୍ତୁ ଆଜିକାଲି ସେଟା ହଉନି ପରା। ପକେଟ ଯାହା ପାଖରେ ମାଲ ଅଛି ସେ ନେତା ହେଇଯାଉଛି, ସେଇଥିପାଇଁ ଲୋକମାନେ ହଇରାଣ ହୁଅନ୍ତୁ, ସମାଜ ତଳକୁ ଖସୁଛି। ପଞ୍ଚାୟତ ନିର୍ବାଚନରେ କ'ଣ କହିବେ କହିବେନି, କିନ୍ତୁ ଲୋକ କିନ୍ତୁ ବିରୋଧୀ ହେଇସାରିଲେଣି। ଏ ସରକାରକୁ ଲୋକ କିନ୍ତୁ ପସନ୍ଦ କରୁନାହାନ୍ତି। ବିଜୁ ବାବୁଙ୍କୁ ସେ ହାଇ ଭୋଲ୍ଟେଜ ପଲିଟିସିଆନ୍ ଏବଂ ତାଙ୍କର ହାଇ ଚିନ୍ତାଧାରା ସବୁବେଳେ। ଏବଂ ବିଜୁ ବାବୁ ଜଣେ ଖୋଲା ହୃଦୟ ଲୋକ ଥିଲେ, ବହୁତ ଭଲ ଲୋକ, ଗରିବମାନଙ୍କ ପାଇଁ ସେ ସବୁବେଳେ ଲଢ଼େଇ କରୁଥିଲେ। ମୁଁ ଜାଣିଛି ଗୋଟେ ସରକାର କେବେ ଉଠା ଦୋକାନୀମାନଙ୍କୁ ଭୁବନେଶ୍ୱର ଉଠାଇ ଦେଉଥିଲେ ବିଜୁ ବାବୁ। ଆରେ ମୁଁ ଜଣକୁ ଯଦି ଟଙ୍କାଟେ ଦେଇପାରିବିନି, ତା ଇନକମ୍ରେ କାହିଁ ତା ପେଟରେ ନାତ ମାରିବି? କୌଣସି ଉଠା ଦୋକାନ ଉଠାଇ ନଥିଲେ, ସେ କୋଟା ସେତିକି ଥିଲା। ଏମାନଙ୍କ ନଲେଜ ନାହିଁ, ମାନେ ମେନ୍ ହେଉଛି ସରକାରର ମନ୍ତ୍ରୀମାନେ ସବୁ ଫାର୍ଷ୍ଟ ଟାଇମ୍ MLA ମନ୍ତ୍ରୀ ହେଇଛନ୍ତି। ଏମାନେ ସରକାର ନଥିଲେ କେବେ, ଏମାନଙ୍କ ନଲେଜ ନାହିଁ, ଜ୍ଞାନ ନାହିଁ କେମିତି ଗଭର୍ଣ୍ଣମେଣ୍ଟ ଚଳାଇବାର। ସେଇଟା ହେଉଛି ଆଙ୍କର ସବୁଠୁ ଲାକୁନା। ମୁଖ୍ୟମନ୍ତ୍ରୀ ବଡ଼ ସିମ୍ପଲ୍ ଲୋକ, ସିଏ ଜାଣିନାହାନ୍ତି, କେବେ ମନ୍ତ୍ରୀ ବି ହେଇନାହାନ୍ତି, ଡାଇରେକ୍ଟ ମୁଖ୍ୟମନ୍ତ୍ରୀ ହେଲେ। ଅନ୍ୟ ମନ୍ତ୍ରୀମାନେ MLA ହଉ ମନ୍ତ୍ରୀ ହେଇଗଲେ। ସରକାର ଏନକାଉଣ୍ଟର କରିବ, ତମ ସରକାର ତ ଉତ୍ତରପ୍ରଦେଶ ଚାଲିଛି, କିନ୍ତୁ ଏନକାଉଣ୍ଟର କରୁଛି, କରି ସାବାଡ଼ କରିଦେଲା। ଉତ୍ତରପ୍ରଦେଶ ଗୁଣ୍ଡା ରାଜ, କି ଗୁଣ୍ଡା ଏଇଠି କିଛି ନାହିଁ, ସାବାଡ଼। ତମ ରାଜ ତ ଆସାମରେ ଚାଲିଛି, ସେ ସାବାଡ଼ କଲାଣି। ସେ ଦେଲେନି, କିଏ ଦେଲେନି ତ ସେ ସରକାରରେ। ଆଉ ବିଜେଡି ସରକାର ଦେଲେନି କି, ଏ ସରକାର ବି ଏବେ 2 ବର୍ଷ ଦେଇନାହାନ୍ତି। ଆଉ ରାଜରାସ୍ତାରେ ଯେଉଁ ଲୋକ ପବ୍ଲିକ ପିଟି ପିଟି ମାରୁଛନ୍ତି, ସେଇଟା ବଡ଼ ଦୁଃଖ ବିଷୟ। ତାର ଲୋକ ଆଇନକୁ ନିଜ ହାତକୁ ନେଉଛନ୍ତି, ଲୋକ ତାର ପୋଲିସ ଭୟ ନାହିଁ, ପୋଲିସ ଭୟଟା କମିଗଲା। କିଛି ଆଶା ପୂରଣ ହେଲାନି। 300 ୟୁନିଟ୍ ବିଜୁଳି ମାଗଣା ଦେବାକୁ କହିଥିଲେ, ଦେଲେନି। ବର୍ଷକୁ 10,000 କହିଥିଲେ, ଟୋଟାଲ 5,000 ଦେଲେ, 5,000 ଦେଲେ। 50,000 କହିଥିଲେ, 50,000 କହିଥିଲେ, ଟୋଟାଲ 50,000 ଦେଲେ ସୁଭଦ୍ରାରେ। ଲୋକଙ୍କ ସାଥିରେ ଥିବା ଲୋକ ହିଁ ନେତା ହେବା ଉଚିତ, କିନ୍ତୁ ଆଜିକାଲି ସେଟା ହଉନି ପରା। ପକେଟ ଯାହା ପାଖରେ ମାଲ ଅଛି ସେ ନେତା ହେଇଯାଉଛି, ସେଇଥିପାଇଁ ଲୋକମାନେ ହଇରାଣ ହୁଅନ୍ତୁ, ସମାଜ ତଳକୁ ଖସୁଛି। ବିଜେପି ସରକାର ତ ଆହୁରି 3 ବର୍ଷ ଅଛି, ଏବେଠୁ କହିବା ମୁସ୍କିଲ। କିନ୍ତୁ ଏବେ ପର୍ଯ୍ୟନ୍ତ ଯେଉଁ ପଞ୍ଚାୟତ ନିର୍ବାଚନରେ କ'ଣ କହିବେ କହିବେନି, କିନ୍ତୁ ଲୋକ କିନ୍ତୁ ବିରୋଧୀ ହେଇସାରିଲେଣି। ଏ ସରକାରକୁ ଲୋକ କିନ୍ତୁ ପସନ୍ଦ କରୁନାହାନ୍ତି।